ନମସ୍କାର ସାଙ୍ଗମାନେ। ଆଜି ମୁଁ ବନଉଛି 1 କେଜି ଛେନା ଆଉ 4 ଲିଟର କ୍ଷୀରରେ ଛେନା କ୍ଷୀରି। ଏ କ୍ଷୀରି ଖାଇବାକୁ ବହୁତ ଟେଷ୍ଟ ଲାଗେ। ଏ କ୍ଷୀରି ବନେଇ ସାରି ଫ୍ରିଜରେ ରଖି ତାପରେ ଖାଇଲେ ଆହୁରି ଟେଷ୍ଟ ଲାଗେ। ମୁଁ ଆଜି କେମିତି ପ୍ରୋସେସରେ ବନଉଛି ଆପଣମାନଙ୍କୁ ଦେଖାଉଛି। ପ୍ରଥମେ କଡ଼େଇରେ ଘିଅ ନେଇଯିବା। ଘିଅରେ କିଛି କଟା ଡ୍ରାଏ ଫ୍ରୁଟ୍ସକୁ ଭଲସେ ଭାଜିଦେବା। କଟା ଡ୍ରାଏ ଫ୍ରୁଟ୍ସ ଭଲ ହେଇ ଭାଜି ହେଇସାରିଲା ପରେ ତାକୁ କାଢ଼ିଦେବା। ସେଇ କଡ଼େଇରେ କ୍ଷୀର ନେଇଯିବା। କ୍ଷୀରକୁ ଭଲସେ ହାଇ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଫୁଟେଇବା। ଫୁଟେଇବା ମଝିରେ ଚଲେଇବା ଦରକାର, କାହିଁକି ନା କ୍ଷୀର ନହେଲେ ତଳେ ଲାଗିଯିବ। କିଛି ସମୟ ଫୁଟି ଆସିଲା ପରେ ସେଥିରେ କେଶର ଦେଇଦେବା। କେଶର କିଛି ଫୁଟି ଆସିଲା ପରେ ସେଥିରେ କଣ୍ଡେନ୍ସ ମିଲ୍କ ଦେଇଦେବା। କଣ୍ଡେନ୍ସ ମିଲ୍କକୁ କଣ୍ଡେନ୍ସ ମିଲ୍କ ପରେ ସେଥିରେ ଗୁଜୁରାତି ଗୁଣ୍ଡ ଆଉ କଟା ଡ୍ରାଏ ଫ୍ରୁଟ୍ସ ମଧ୍ୟ ପକାଇଦେବା। ପକାଇକି ସେଇଟା ଫୁଟି ଆସିଲା ପରେ କିଛି ସମୟ ଫୁଟିଲା ପରେ ମୁଁ ଛେନା ପକାଇଥିଲି। ଛେନା ପକାଇବାର ମିନିମମ୍ 7-8 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ଦରକାର। ଫୁଟିବା ମଝିରେ ଚଲେଇବା ଦରକାର, କାହିଁକିନା ତଳେ ଲାଗିଯିବ। ସେ ଭଲସେ ଗାଢ଼ା ହେଇ ଆସିଲେ ବନ୍ଦ କରିଦେବା। ଆପଣ ଚାହିଁଲେ ଆହୁରି ଡ୍ରାଏ ଫ୍ରୁଟ୍ସ ପକାଇ ପାରିବେ। ମୁଁ କିନ୍ତୁ ସେତିକି ଡ୍ରାଏ ଫ୍ରୁଟ୍ସ ପକାଇଥିଲି। ଦେଖନ୍ତୁ ମୋ ପୁଅ ଖାଇଲା ଆଉ କହିଲା ବହୁତ ଟେଷ୍ଟ ହେଇଛି। ରହିଲି, ଜୟ ଜଗନ୍ନାଥ।